ଗଲାକାଲି 15 ତାରିଖରେ କମ୍ପ୍ଲେନାଣ୍ଟ ବିଜୟଲକ୍ଷ୍ମୀ ବେହେରା ମୋର ବାଲିପାଟଣାର ସେ ଗୋଟେ ଅଭିଯୋଗ କରିଥିଲେ ଯେ ତାଙ୍କର ସ୍ୱାମୀଙ୍କୁ ଓ ତାଙ୍କର ଶ୍ୱଶୁର ଏବଂ ସାବତ ଭାଇ ଆଉ ସାବତ ମାଆକିରି ତାଙ୍କୁ ପେଟ୍ରୋଲ ଢାଳିକିରି ମାରିଛନ୍ତି ବୋଲି ଏହି ସଂକ୍ରାନ୍ତରେ ଆମର ଗୋଟେ କେସ୍ ହେଇଛି ବାଲିପାଟଣା ଥାନାର ଗୋଟେ କେସ୍ ନମ୍ବର 387 2025 dated 15/8/2025 under section 118 subsection 2 109/35 BNS ଏବଂ ସେଟା ସବସିକ୍ୱେଣ୍ଟଲି ତାଙ୍କର ଡେଥ୍ ହେଲା ପରେ ସେଟା ମର୍ଡର କେସ୍କୁ ଟର୍ନ ହେଇଛି। ସୋ ଏହି ସଂକ୍ରାନ୍ତରେ ଆମେ ତଦନ୍ତ କରିକିରି ସେଥିରେ ଯେଉଁମାନେ ଏଫଆଇଆର୍ ନେମ୍ ପ୍ରିନ୍ସିପାଲ ଆକ୍ୟୁଜ ସବୁ ଅଛନ୍ତି ସମସ୍ତେ ଏଫଆଇଆର୍ ନେମ୍ରେ ଅଛନ୍ତି। ସେମାନେ ହେଉଛନ୍ତି ସୁରେନ୍ଦ୍ର ମାଠିଆ ଯିଏ ହେଉଛନ୍ତି ଇନଫର୍ମାଣ୍ଟଙ୍କର ଶ୍ୱଶୁର ଏବଂ ପ୍ରଶାନ୍ତ କୁମାର ମାଠିଆ ଏବଂ ପ୍ରଶାନ୍ତ କୁମାର ମାଠିଆ ହେଉଛନ୍ତି ତାଙ୍କର ସାନ ଭାଇ ସାବତ ଭାଇ ଯେ ଏବଂ ପ୍ରଭାତୀ ମାଠିଆ ସେ ହେଉଛନ୍ତି ତାଙ୍କ ସାବତ ମା। এই 3 ଜଣଙ୍କୁ ଆଜି ଆରେଷ୍ଟ କରାହେଇଛି ଏବଂ ସବୁ ଫର୍ମାଲିଟିଜ୍ କଲା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଏହି ସଂକ୍ରାନ୍ତରେ ଆମର ସାଇଣ୍ଟିଫିକ୍ ଟିମ୍ ସେ ସ୍ପଟକୁ ଭିଜିଟ୍ କରୁଛନ୍ତି ଏବଂ ସବୁ ଏଭିଡେନ୍ସ ଆମ ପାଖରେ ଆସିଲା ପରେ ସେମାନଙ୍କ ଏଗେନ୍ଷ୍ଟରେ ପ୍ରାଇମା ଫେସି ଏଭିଡେନ୍ସ ଥିବାରୁ ସେମାନଙ୍କୁ ଆଜି ଆରେଷ୍ଟ କରାହେଇଛି ଏବଂ କୋର୍ଟ ଫରୱାର୍ଡ କରାଯାଉଛି ସେମାନଙ୍କୁ ତାଙ୍କର ମେଡିକାଲ ଏକ୍ଜାମିନେସନ୍ କରିକିରି ଏବଂ ଡିସିଜ୍ଙ୍କର ତାଙ୍କର ପୋଷ୍ଟମର୍ଟମ ପ୍ରୋସେସ୍ ଚାଲୁଛି ଏମ୍ସରେ କାହିଁକିନା ତାଙ୍କର ଡେଥ୍ ଏମ୍ସରେ ହିଁ ଡିକ୍ଲାର ହେଇଥିଲା ଏବଂ ଯେ ଡିସିଜ୍ ଅଛନ୍ତି ସେ କାଲି ଫାର୍ଷ୍ଟ ଯେତେବେଳେ ଇନସିଡେଣ୍ଟ ହେଲା ପରେ ତାଙ୍କୁ ପ୍ରଥମେ ଅଠାନ୍ତର ମେଡିକାଲକୁ ସିଏସସିକୁ ନିଆଯାଇଥିଲା ସେଇଠି ଫାର୍ଷ୍ଟ ତାଙ୍କର ଟ୍ରିଟମେଣ୍ଟ ହେଇଥିଲା ସବସିକ୍ୱେଣ୍ଟଲି ତାପରେ ସେ ରେଫର ହେଇକରି ଗଲେ ସେଇ ସମୟରେ ତାଙ୍କର ମଧ୍ୟ ଡାଇଂ ଡିକ୍ଲାରେସନ୍ ରେକର୍ଡ କରାହେଇଛି। ସେଥିରେ ମଧ୍ୟ ଏଇ ଅଭିଯୁକ୍ତ 3 ଜଣ ଯେଉଁମାନଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାହେଉଛି ସେମାନଙ୍କର ନାଁ ମଧ୍ୟ ସେ ନେଇଥିଲେ। ସୋ ଏଇସବୁକୁ ଭିତ୍ତି କରିକିରି ଏବଂ ତଦନ୍ତରୁ ଆମର ଯାହା ଆସିଲା ଏମାନଙ୍କୁ ତାକୁ ବେସ୍ କରି ଏମାନଙ୍କୁ ଆରେଷ୍ଟ କରାହେଇଛି ଏବଂ ଆଜି କୋର୍ଟ ଚାଲାଣ ସେମାନଙ୍କୁ କରାହେଉଛି। ସେ ହତ୍ୟା ଅଭିଯୋଗ କରିଛନ୍ତି ଇନଫର୍ମାଣ୍ଟ ଯିଏ ବିଜୟଲକ୍ଷ୍ମୀ ବେହେରା ଯେ ତାଙ୍କୁ ଇଏ କଲେ ବୋଲି ଏବଂ ଯେ ଡିସିଜ୍ ସିଏ ମଧ୍ୟ ତାଙ୍କର ଡିକ୍ଲାରେସନରେ ମଧ୍ୟ ଏଇମାନଙ୍କର ନାଁ କହୁଛନ୍ତି ଏବଂ ସିଏ ତାଙ୍କୁ ପେଟ୍ରୋଲ ଢାଳିକିରି ମାରିଛନ୍ତି ତାଙ୍କ ଘରେ ବୋଲିକି ସେ ଅଭିଯୋଗ କରୁଛନ୍ତି। ଆଉ ପୋଷ୍ଟମର୍ଟମ ଚାଲୁଛି ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ପୋଷ୍ଟମର୍ଟମ ରିପୋର୍ଟକୁ ବେସ୍ କରିକିରି ଏବଂ ଆମର ଇନଭେଷ୍ଟିଗେସନ ଯାହା ଆସିବ ତାକୁ ବେସ୍ କରିକି ପରବର୍ତ୍ତୀ ସମୟରେ ଷ୍ଟେପ୍ ନିଆଯିବ କିନ୍ତୁ ବର୍ତ୍ତମାନ ପାଇଁ ତ ପ୍ରାଇମା ଫେସି ଯାହା ଲାଗୁଛି ସେଟା ହେଉଛି ମର୍ଡର ବୋଲିକି ଲାଗୁଛି ବର୍ତ୍ତମାନ ପର୍ଯ୍ୟନ୍ତ ବଟ୍ ସବସିକ୍ୱେଣ୍ଟଲି ତାପରେ ପିଏମ୍ ରିପୋର୍ଟ ଆସିଲା ପରେ ଆଉ ଯାହା ଡିଟେଲ୍ସ ଜଣା ପଡ଼ିବ। ହଁ ସେମାନଙ୍କର ଇଏ ହେଉଛନ୍ତି ଯେ ଡିସିଜ୍ ଯେ ସିଏ ହେଉଛନ୍ତି ତାଙ୍କର ଜ୍ୟୋତି ରଞ୍ଜନ ମାଠିଆ ତାଙ୍କ ଏଜ୍ ହେଉଛି 42 ଇଏ ହେଉଛନ୍ତି ତାଙ୍କର ସୁରେନ୍ଦ୍ରନାଥ ମାଠିଆଙ୍କର ପୁଅ। ସୁରେନ୍ଦ୍ରନାଥ ମାଠିଆ ତାଙ୍କର ମ୍ୟାରେଜର ଅଳ୍ପ ଦିନ ପରେ ଯେତେବେଳେ ଛୋଟ ହେଇଥିଲେ ତାଙ୍କ ମା ଏକ୍ସପାୟାର୍ଡ କରିଯାଇଥିଲେ ତେଣୁ ତାପରେ ସୁରେନ୍ଦ୍ରନାଥ ମାଠିଆ ଆଉ ଗୋଟେ ମ୍ୟାରେଜ କରିଥିଲେ ଆମର ପ୍ରଭାତୀ ମାଠିଆଙ୍କୁ। ସୋ ପ୍ରଭାତୀ ମାଠିଆ ଡିସିଜଙ୍କର ହେଉଛନ୍ତି ସାବତ ମା। ସୋ ତାଙ୍କ ଆଡ଼ୁ ଯେଉଁ ପୁଅ ଅଛନ୍ତି ତାଙ୍କ ନାଁ ହେଉଛି ପ୍ରଶାନ୍ତ କୁମାର ମାଠିଆ ମାନେ ଡିସିଜଙ୍କର ସାବତ ଭାଇ ହେଉଛନ୍ତି ଇଏ। ତାଙ୍କର କହିବା କଥା ହେଉଛି ଇନଫର୍ମାଣ୍ଟଙ୍କର କହିବା କଥା ଏବଂ ଯେ ଡିସିଜ୍ ଯିଏ ତାଙ୍କର କହିବା କଥା ହେଉଛି ଯେ ତାଙ୍କୁ ପାତର ଅନ୍ତର କରୁଥିଲେ ସମ୍ପତ୍ତି ବାଡ଼ି ସବୁ ତାଙ୍କର ସାନ ପୁଅ ନାଁରେ ସାବତ ଭାଇ ନାଁରେ ସବୁ କରିଦେଇଥିଲେ ଏବଂ ତାଙ୍କୁ ନେଗ୍ଲେକ୍ଟ କରୁଥିଲେ। ତାଙ୍କୁ ଗୋଟେ ଘର ପାଖରେ ଆଉ ଗୋଟେ ଘର ଯୋଉଟାକି ଗୋଟେ ଆଜବେଷ୍ଟସ୍ ସେଡ୍ ପରି ଗୋଟେ ଟିକେ ଭଲ କଣ୍ଡିସନରେ ନାହିଁ ସେଭଳିଆ ଅବସ୍ଥାରେ ତାଙ୍କୁ ରହିବାକୁ ଦେଇଥିଲେ ଏବଂ ତାଙ୍କୁ ସେ ନେଗ୍ଲେକ୍ଟ କରୁଥିଲେ ଜମିବାଡ଼ି ସବୁ ତାଙ୍କ ନାଁରେ ନ କରିକି ତାଙ୍କ ବାପା ଯିଏ ତାଙ୍କର ସାନ ପୁଅ ନାଁରେ ସବୁ କରିଦେଇଥିଲେ। ସୋ ଏଇ କଥାକୁ ନେଇକରି ତାଙ୍କ ଭିତରେ ଆଗରୁ ବିବାଦ ଥିଲା। ସୋ ଆପାତତଃ ଏହା ହିଁ କାରଣ ଯୋଉଥିପାଇଁ କି ଉଭୟ ପକ୍ଷଙ୍କ ଭିତରେ ଅସନ୍ତୋଷ ଥିଲା। ସୋ ସେଇ ଘଟଣାକୁ ନେଇକରି ପେଟ୍ରୋଲ ଢାଳିକି ଜାଳିଦେଲେ ନା ନିଜେ ଢାଳି ଜଳିଗଲେ ସସ୍ପେନ୍ସ ହଉଛି। ନାଇଁ ସେ ଯାହା ମୁଁ କହିଲି ଯେ ଯିଏ ଡିସିଜ୍ ସିଏ ତାଙ୍କର ଡିକ୍ଲାରେସନ ଆଉ ଷ୍ଟେଟମେଣ୍ଟରେ ସିଏ କହିଛନ୍ତି ଯେ ମୋତେ ଢାଳି ଦେଲେ ମୋ ଉପରେ ବୋଲିକିରି
एटा क्लियरली से कहिछन से कथा एवं सेठु मध्य हमर जो पेट्रोल जो ढला हेतुवा जो बॉटलटा मध्य सेठी अछि सेटा हमर साइंटिफिक टीम ताको सीजर करूछंती सो पेट्रोल आइला की जଣା पड़छि नहीं ସେଇଟା ତଦନ୍ତରୁ ଜଣା ପଡିବ କୋଉ ସାର୍କମଷ୍ଟାନ୍ସରେ ଯଦି ଆବଶ୍ୟକ ପଡେ ଆମେ ସେମାନଙ୍କୁ ଯୋଉ ଆକ୍ୟୁଜ ମାନେ ଆରେଷ୍ଟ ହେଇକି ଯାଉଛନ୍ତି ସେମାନଙ୍କୁ ଆମେ ରିମାଣ୍ଡରେ ଆଣିକି ଫର୍ଦର ମଧ୍ୟ ଆମେ ଇଣ୍ଟରୋଗେଟ କରିବୁ ଏଭ୍ରି ଡିଟେଲ୍ସ ଜାଣିବା ପାଇଁ ସେ ବାବଦରେ କିନ୍ତୁ ମୃତ୍ୟୁ ପୂର୍ବରୁ ଯେ ମୃତକ ରହିଛନ୍ତି ତାଙ୍କର ଗୋଟେ ଭିଡିଓ ଭାଇରାଲ ହେଉଛି ଯୋଉ ଅଭିଯୋଗ କରୁଛନ୍ତି ମତେ ମା ବାପା ଭାଇ ଜାଣି ଦେଇଛନ୍ତି ଏବଂ ଏବେ ଯୋଉ ବୟାନ ରେକର୍ଡ ଆପଣ କରିଛନ୍ତି ଉଭୟ ଭିତରେ ମେଳ କରୁଛି हाँ सेही कथा कहूँ से जितेबाला क्रिटिकल कंडीशन थे डाक्टर तांकर सेठी अठांतर हॉस्पिटल स्टेटमेंट नहीं डॉक्टर से सही कथा कहते एमती बेटी काम कोठी कौन काम करती चाषबास करते सेमती किसी स्ट्रॉन्ग सोर्स ऑफ इनकम सेमती किसी नथिला जहाँ बर्तमान आम जानिछु सर ये जो विवाद थिला ये विवाद केते वर्ष पुराना এটা প্রায় বহুত পুরোনা যাহা আমি এক্সাক্টলি তো কইহেবনি কিন্তু এটা যথেষ্ট পুরোনা এটা একটা ক্রনিক তাଙ୍କର এই ঘর বাড়িକୁ ନେଇକି ଜମି ବାଡିକୁ ନେଇକି ତାଙ୍କ ଭିତରେ ଡିସ୍ପ୍ୟୁଟ ଅଛି ଆଗରୁ ମଧ୍ୟ ତାଙ୍କ ଭିତରେ ଯେମିତି ଅଶାନ୍ତି ହୁଏ ତ ସେଇଟା ବହୁତ କ୍ରନିକ ଡିସ୍ପ୍ୟୁଟ ତାଙ୍କ ଭିତରେ ଯେ ତାଙ୍କ ବାପା ତାଙ୍କର ସ୍ତ୍ରୀ ଆଉ ଛୁଆ କହୁଥିଲେ କଣ କେମିତି ଥିଲେ ସେ କାରଣ ଯେତେବେଳେ କହୁଛନ୍ତି ନାଇଁ ସିଏ କହୁଛନ୍ତି ତାଙ୍କ ସ୍ତ୍ରୀ ଆସିକିରି ଲିଭେଇଲେ ବୋଲି ଯେ ସେ ତାଙ୍କ ୱାଇଫ ହଉଛନ୍ତି ଏ କେସର ହଉଛି ଇନଫର୍ମାଣ୍ଟ ସୋ ସେ ସେଠି ଥିଲେ ସିଏ ଆସିକିରି ହିଁ ଲିଭେଇଛନ୍ତି ତାଙ୍କୁ ତାଙ୍କ ଛୁଆ ପିଲା ସ୍ତ୍ରୀ ସେଠି हाँ जहाँ तांकर अभियोग से करिसंती निजे इन्फॉर्मेंट से मध्य से कथा कहउचंती जे मु जाय के लिभेली बोली सर कहे तांका बापा कोन जने पूर्वतन पुलिस कर्मचारी थे बोली हाँ कोन थिले कोन से बाली पाटणारू रिटायर करथिले रिटायर्ड नो तांकर सेटू से सेठी आगु बाली पाटण से अनेक दिन से रिटायर कर सारले नहीं एफआईआर मानकर ना अच्छे मुख्य अभियुक्त बोलिकी आमर इनफॉर्मेंट जे एफआईआर दर्शाई स्टेटमेंट दौरान ता बाद जब आउ कार इनवॉल्वमेंट अच्छी निश्चित भाव में तदंत परिसरभुक्त से स्पॉट को हमर प्रोटेक्टेड करी रखा है साइंटिफिक टीम ताको ये करी करछथि बट डीएसएल मध्ये गोटे पडला भलिया कने पोडा है कि सिटी अछि हम ताको जानि कि ताको कोनस प्रकार ताको डिस्टर्ब करा है नी सो दैट सेटा अफेक्ट करिवो इन्वेस्टिगेशन बोली एसो ताको आसिकरी तर एवरी डिटेल्स जोडा को पड़ी जायथवा कपड़ा सब दिन को सीजर आवश्यक पड़ले निश्चित भाव में हम ताको रिमांड रे आनिम 3 जण अभियोगकारी स्त्री कहछन जे आउ किछि षडयंत्रकारी रहिछन जन साइज ताको जंगल उसके लिए मारिया पई नहीं नहीं से जो एस्पेक्टा कहउचंती आमे ताको फर्दर पचरा उचरा करबा जेंति कहली बदला को आमे रिमांड रे आनि कि पचरा उचरा करू जदी आउ कहार एथरे इन्वॉल्वमेंट अछि निश्चित भाव में ताके एग्नेस्ट लीगल एक्शन जयमाड़ी बात थला पूर्व तो थाना अभियोग होइतिबो नहीं आगुर हेनी गुडा आगुर हेनी केबे ए बाबत को नै कि आगुर आसी नांती से माने नियर तो एटलीस्ट आसी नांती हां से साबत मा तांकर ये छोटो थिला बेले तांकर मां मरि जाइछंती सो तांकर सब बेले से रहउथला जे मते नेग्लेक्ट करछंती मो एवं मते मो जहा हक मते दउ नांती सानपो को बेसी से फेवर करुछंती मो प्रति पात्र अंतर करुछंती एटा तांकर मुख्य